ସମସ୍ତଙ୍କୁ ନମସ୍କାର। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ପ୍ରଭୁଙ୍କ ଆଶୀର୍ବାଦ ଅନୁଗ୍ରହରୁ ମୁଁ କି ସ୍ୱାଗତ କରୁଛି ମୋର ପୁଣି ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସମସ୍ତଙ୍କୁ। ଆଉ ଟିକେ ଥଣ୍ଡା ହେଇଯାଇଛି। ଆଜି ବହୁତ ବଡ ଗୋଟେ ବଢିଆ ବିଷୟ ଆପଣ ମାନଙ୍କୁ କହିବି, ଶୁଣନ୍ତୁ ଲାଷ୍ଟ ଯାଏଁ ଭିଡିଓକୁ ଦେଖନ୍ତୁ। ତ ଏଇଟାକୁ ଆପଣ ମାନେ ଜାଣିଥିବେ, ଏଇଟା ହଉଛି ବାଇବଲ। ଆଉ ଗୋଟେ କଥା ହଉଛି ଯେ ବାଇବଲରେ ଏଇଟା ହଉଛି ଗୋଟେ ଉପର ପଟଟା କଳା ରଙ୍ଗ, ଏପଟଟା ରେଡ କଲର, ଆଉ ଭିତରଟା ଧଳା। ଏଇଟା ତିନିଟା କଲର କଣ ପାଇଁ ଏଇଟା ଆପଣ ମାନେ ଜାଣିଛନ୍ତି କି? ଆସନ୍ତୁ ଜାଣିବା। ଉପର ଯୋଉଟା ବାଇବଲର କଳା ରଙ୍ଗ ଦିଆଯାଇଛି ସେଇଟା ହଉଛି ଆମର ପାପ, ଶୈତାନର କଳା ପାପ ଆମର। ଆଉ ଯୋଉଟା ସାଇଡରେ ରେଡ କଲର ଯୋଉଟା ହେଇଛି ସେଟା ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ, ଯୋଉଟା କି ସେ ଆମ ପାଇଁ ଆଉ କ୍ରୁଶରେ ହତ ହେଲେ ତାଙ୍କ ରକ୍ତ ଦ୍ଵାରା, ଆଉ ଆମେ ଧାର୍ମିକତା ପାଇଲେ। ଆଉ ଯୋଉ ଭିତରେ ହ୍ୱାଇଟ କଲର ଅଛି, ଏ ହ୍ୱାଇଟ କଲର ହଉଛି ଶାନ୍ତିର ପ୍ରତୀକ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନ ପ୍ରତୀକ, ଆଉ ସଫା ହୃଦୟର ପ୍ରତୀକ। ତ ସେଥିପାଇଁ ଆଉ ବାଇବଲର ତିନୋଟି କଲର ଅଛି। ତ ଏଇଟା ହିଁ ଆପଣ ମାନଙ୍କୁ କହିବାର ଥିଲା। ଆଶା କରେ ଏଇ ଇନଫର୍ମେସନ ଟା ଆପଣ ମାନେ ଜାଣିଥିବେ, ନ ଜାଣିଥିଲେ ମଧ୍ୟ ଆଉ ଜାଣନ୍ତୁ। ଆଗକୁ ଏହିପରି ଅନେକ କଥା ଆଲୋଚନା କରିବା। ଆଉ ରହିଲି, ନମସ୍କାର ସମସ୍ତଙ୍କୁ।